ପଞ୍ଚଦଶ ଖ୍ରୀଷ୍ଟାବ୍ଦର ଘଟଣା। ଦକ୍ଷିଣ ଭାରତର ଜଣେ ସାଧୁ ନାମ ତାଙ୍କ ଚକେଇ ଦାସ। ତାଙ୍କର ଭାରି ଇଚ୍ଛା ହେଲା ସେ ଶ୍ରୀକ୍ଷେତ୍ର ପୁରୀ ଆସି ଜଗତର ନାଥ ଜଗନ୍ନାଥଙ୍କୁ ଦର୍ଶନ କରିବେ ଆଉ ମହାପ୍ରସାଦ ଅଭଡ଼ା ଖାଇବେ। ସେଠୁ ସେ ସାଧୁ ଓଡ଼ିଶା ଆସି ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କଲେ ଓ ମହାପ୍ରସାଦ କିଣି ଖାଇଲେ। ରହୁ ରହୁ କିଛି ଦିନ ଚାଲିଗଲା। ସାଧୁ ଚକେଇ ଦାସ ଯାହା କିଛି ଭିକ୍ଷା କରି ରଖିଥିଲେ ସେସବୁ ସରିବାକୁ ବସିଲା। ସେ ମହାବାବୁ ପ୍ରଭୁଙ୍କୁ ଦର୍ଶନ କରି କହିଲେ, ହେ କାଳିଆ ସାଆନ୍ତ, ମୁଁ କିଛି ଭିକ୍ଷା କରି ଆଣିଥିଲି, ସବୁ ସରି ସରି ଆସୁଛି। ଏ ପଣ୍ଡାମାନେ ମୋତେ ଆଉ ମାଗଣାରେ ମହାପ୍ରସାଦ ଦେବେନି। ପ୍ରଭୁ, ମୋତେ କିଛି ଉପାୟ ଦିଅନ୍ତୁ। ମୁଁ ଅଳ୍ପ ପଇସାରେ ବେପାର କରି ଲାଭରେ ମହାପ୍ରସାଦ କିଣି ସବୁଦିନେ ଖାଇପାରିବି। ମହାବାବୁ ଶ୍ରୀ ଜଗନ୍ନାଥ ତାଙ୍କୁ ସ୍ୱପ୍ନରେ କହିଲେ, ତୁ ପାନ ବ୍ୟବସାୟ କରି ଲାଭ ପଇସାରେ ମୋ ମହାପ୍ରସାଦ କିଣି ଖାଇପାରିବୁ। ସେ ସେଇ ସ୍ୱପ୍ନ ଦେଖିଥିବା କଥାଟି ହିଁ କଲେ। ସେ ସିଂହଦ୍ୱାର ପାର୍ଶ୍ୱରେ ପାନ ଦୋକାନ କଲେ ଆଉ ଲାଭ ପଇସାରେ ମହାପ୍ରସାଦ କିଣି ଖାଇଲେ। କିଛି ଦିନ ପରେ ଜଗନ୍ନାଥଙ୍କର ପାନ ଖାଇବାକୁ ଭାରି ଇଚ୍ଛା ହେଲା। ସେଠୁ ପ୍ରଭୁ ବଡ଼ ଭାଇ ବଳଭଦ୍ରଙ୍କୁ ସାଥିରେ ନେଇ ଦୁହେଁ ବାଳକ ବେଶରେ ଚାଲିଲେ ପାନ ଖାଇବାକୁ। ସେ ଚକେଇ ଦାସଙ୍କ ଦୋକାନରେ ପହଞ୍ଚି ସାଧୁ ଚକେଇ ଦାସଙ୍କୁ ପାନ ମାଗିଲେ। ସାଧୁ ଚକେଇ କହିଲେ, ପାନ ଛୋଟ ପିଲା ଖାଆନ୍ତି ନାହିଁ, କଡ଼ା ପାନ, ମୁଣ୍ଡ ବୁଲେଇ ଦେବ। ପ୍ରଭୁ କହିଲେ, ଆମକୁ ଅଲଗା ଦିଅ, ଘିଅ, ଚନ୍ଦନ, ଗୁଜୁରାତି, ଲବଙ୍ଗ ଦେଇ ପାନ ଦିଅ, ଏଥିରେ ଆମ ମୁଣ୍ଡ ବୁଲେଇବ ନାହିଁ। ସାଧୁ ସେହିପରି ପାନ ଭାଙ୍ଗି ଦୁଇ ପିଲାଙ୍କୁ ଦେଲେ। ପିଲା ଦୁହେଁ ପାନ ଖାଇ ଚାଲିଗଲେ। ଏଇଭଳି ସବୁଦିନେ ପାନ ଖାଇବାକୁ ଆସନ୍ତି ଆଉ ସାଧୁ ପଇସା ମାଗିଲେ କୁହନ୍ତି ବାପା ଦେବେ, ବାପା ଦେବେ, ବାପା ଦେବେ କହି 2 ମାସ ହୋଇଗଲା। ସାଧୁ ଆଉ ପଇସା ପାଇଲେ ନାହିଁ। ସେ ପିଲାଙ୍କୁ ଦିନେ ପଚାରିଲେ, ତୁମ ବାପା ଦେଖିବାକୁ କିପରି? ପିଲା ଦୁହେଁ କହିଲେ, ଆମ ବାପା ହାତୀରେ ଆସିବେ, ଆଗରେ ବାଜା ବାଜୁଥିବ, କାହାଳି ବାଜୁଥିବ, ଆଗରେ ପଛରେ ଘୋଡ଼ାରେ ସୈନ୍ୟ ସାମନ୍ତ ଥିବେ, ସେଇ ଆମ ବାପା। ପରଦିନ ଦ୍ୱିପହର ଧୂପ ଆଗରୁ ପିଲା ଦୁହେଁ ଆସିଲେ ପାନ ଖାଇବାକୁ, କିନ୍ତୁ ସାଧୁ ଚକେଇ ଦାସ ପାନ ଦେଲେ ନାହିଁ। କହିଲେ, ଏତେ ପଇସା ବାକି ହୋଇଗଲାଣି, ମୁଁ ଆଉ ପାନ ବାକିରେ ଦେବିନି। ଯଦି କିଛି ବନ୍ଧା ରଖିବ ପାନ ଖାଇବ, ମୋ ବାକି ପଇସା ମୋତେ ଦେଇଦେଲେ ମୁଁ ତୁମ ବନ୍ଧା ଜିନିଷ ଫେରେଇ ଦେବି। ପିଲା ଦୁହିଁଙ୍କର ଗାମୁଛା ରଖି ପାନ ଦେଲେ। ପିଲା ଦୁହେଁ ଚାଲିଗଲେ। ବାବାଜୀ ଚକେଇ କ'ଣ ଜାଣିପାରିବେ କପଟି କାଳିଆର ଛଳନା। ମଧ୍ୟାହ୍ନ ଧୂପରେ ଭୋଗ ମଣ୍ଡପରେ ପୂଜା ଆରମ୍ଭ ହେଲା। ଚଳୁରେ ଦେଖିଲା ବେଳକୁ ଠାକୁରଙ୍କ ଖଣ୍ଡୁଆ ପଟ ଗାମୁଛା ଉତ୍ତରୀୟ ନାହିଁ। ଖୋଜା ଚାଲିଲା, ମିଳିଲା ନାହିଁ। ସେବକମାନଙ୍କୁ ପଚାରିଲେ, ସେମାନେ କହିଲେ, ମହାପ୍ରଭୁଙ୍କୁ ଖଣ୍ଡୁଆ ଲାଗି କରିଥିଲୁ, ଏବେ ନାହିଁ। ଠାକୁରଙ୍କର ଉତ୍ତରୀୟ ନଥିଲେ ମଣୋହି ଧୂପ ହୋଇପାରିବ ନାହିଁ କି ଠାକୁର ଭୋଗ ଗ୍ରହଣ କରିବେ ନାହିଁ। ରାଜାଙ୍କୁ ଜଣାଗଲା କି ଠାକୁରଙ୍କର ଉତ୍ତରୀୟ ମିଳୁନାହିଁ। ସେଠୁ ରାଜା ପାଟପଟୁଆରେ ବାହାରିଲେ। ଠାକୁରଙ୍କ ପାଟବସ୍ତ୍ର ନ ମିଳିବା କାରଣରୁ ରାଜା ଆସୁଛନ୍ତି। ଆଲଟ ଚାମର ପଡ଼ୁଛି, ବାଜା ବାଜୁଛି। ପାଟ ପଟୁଆର ସହ ଠାକୁର ରାଜା ସିଂହଦ୍ୱାର ନିକଟରେ ପହଞ୍ଚିଲେ। ଚକେଇ ଦାସ ଭାବିଲେ, ଏ ପିଲା ଦୁହେଁ ତ କହୁଥିଲେ ଆମ ବାପା ପାଟ ପଟୁଆରେ ଆସନ୍ତି, ସୈନ୍ୟ ସାମନ୍ତ ଥାଆନ୍ତି, ଇଏ ବୋଧେ ସେଇ ପିଲା ଦୁହିଁଙ୍କର ବାପା ବୋଧେ। ପିଲାଙ୍କର ଗାମୁଛା ରଖୁଛି ବୋଲି ତାଙ୍କ ବାପା ଆସିଛନ୍ତି ମୋ ବାକି ପଇସା ଦେବା ପାଇଁ। ମନେ ମନେ ବାବାଜୀ ଚକେଇ ଦାସ କହିଲେ, ଯେତିକି ପିଲା ବାକି କରିଛନ୍ତି ତାଙ୍କ ବାପାଙ୍କ ଠାରୁ ଅଧିକ ଆଦାୟ କରିବି। ଚକେଇ ଦାସ ଯାଇ ସିଂହଦ୍ୱାରରେ ଅପେକ୍ଷା କଲେ। ଯେତେବେଳେ ରାଜା ସିଂହଦ୍ୱାର ମଝିରେ ଯିବାକୁ ଆସିଲେ, ସାଧୁ ଚକେଇ ବଡ଼ ପାଟିରେ ରାଜାଙ୍କୁ କହିଲେ, ଆଗେ ମୋ ବାକି ପଇସା ଦିଅ, ତାପରେ ମନ୍ଦିର ଭିତରକୁ ଯିବ। ରାଜା ଆଶ୍ଚର୍ଯ୍ୟ ହୋଇ ପଚାରିଲେ, କ'ଣ ବାକି ପଇସା ତୁମର? ଚକେଇ ଦାସ କହିଲେ, ତୁମର 2 ପୁଅ 2 ମାସ ହେଲା ମୋ ଠାରୁ ବାକିରେ ପାନ ଖାଉଛନ୍ତି, ପଇସା ମାଗିବାରୁ କହୁଛନ୍ତି ବାପା ଦେବେ। ରାଜା ପଚାରିଲେ, କହିଲେ ସେ ପିଲା ଦେଖିବାକୁ କିପରି? ଚକେଇ ଦାସ କହିଲେ, ଜଣେ ଗୋରା ଆଉ ଜଣେ କଳା, ଦୁହେଁ ପଇତା ପକାଇଛନ୍ତି, 10-12 ବର୍ଷ ବୟସ ହେବ ତାଙ୍କର। ରାଜା ପଚାରିଲେ, ତାଙ୍କର କ'ଣ ଅଛି ତୁମ ପାଖରେ? ଚକେଇ ଦାସ କହିଲେ, ଅଛି, ତାଙ୍କ ଗାମୁଛା ଅଛି, ରଖିଛି, ମୋ ବାକି ପଇସା ଦେଲେ ମୁଁ ଦେବି। ରାଜା କହିଲେ, ସେ ଦେଖି ସେ ଗାମୁଛା ଆଜ୍ଞା। ସାଧୁ ଚକେଇ ଦାସ କହିଲେ, ସେ ପାନ ବିଡ଼ା ଉପରେ ରଖିଛି, ଦେଖନ୍ତୁ। ରାଜା ଦେଖିଲେ, ଠାକୁରଙ୍କ ଗୀତ ଗୋବିନ୍ଦ ଲେଖା ଖଣ୍ଡୁଆ ପାଟ। କାନ୍ଦି ପକାଇଲେ ରାଜା। କାନ୍ଦି କାନ୍ଦି ରାଜା କହିଲେ ଚକେଇ ଦାସଙ୍କୁ, ପାଦ ତଳେ ପଡ଼ିଗଲେ ଚକେଇ ଦାସଙ୍କର। ଯାହା ପାଇଁ କେତେ ମୁନି ଋଷି ତପସ୍ୟା କରୁଛନ୍ତି ଟିକେ ଦର୍ଶନ ପାଇଁ, ତୁମେ ତାଙ୍କୁ ପ୍ରତିଦିନ ପାନ ଭାଙ୍ଗି ଖାଉଛ। ଧନ୍ୟ ତୁମେ, ଧନ୍ୟ ତୁମ ନିଷ୍ଠା। ସ୍ୱୟଂ ଜଗନ୍ନାଥ ବଳଭଦ୍ରଙ୍କୁ ତୁମେ ଆଖିରେ ଦେଖି ତାଙ୍କୁ ପାନ ଖୁଆଇ ପାରିଲ, ଧନ୍ୟ ତୁମ ଭାଗ୍ୟ। କୁହ କେତେ ପଇସା ମୁଁ ଦେଇ ଦେଉଛି। ବାବାଜୀଙ୍କ କଣ୍ଠରୁଦ୍ଧ ହୋଇଗଲା। କହିଲେ, ମଣିମା, ମୁଁ ଜଗତର ନାଥଙ୍କୁ ପାନ ନିଜ ହାତରେ ଭାଙ୍ଗି ଖୁଆଇଛି, ସେଇ ମୋର ଅମୂଲ୍ୟ ପାଉଣା। ମୋର ଆଉ କିଛି ଦରକାର ନାହିଁ। ଯଦି ଦେବାକୁ କହୁଛନ୍ତି ମୋତେ ମହାପ୍ରଭୁଙ୍କର ପାନ ଭଙ୍ଗା ସେବା ଦିଅନ୍ତୁ।
ମୁଁ ଆଉ କାହାରି ପାନ ଭାଙ୍ଗିବିନି। ଆଉ ମୋତେ ଆଶ୍ରୟ ପାଇଁ ଘରଟିଏ କରିଦିଅନ୍ତୁ। ପ୍ରତିଦିନ ମହାପ୍ରସାଦ ଖାଇବାକୁ ଆଦେଶ କରନ୍ତୁ। ସଙ୍ଗେ ସଙ୍ଗେ ରାଜା ଆଦେଶ ଦେଲେ ସିଂହ ଦ୍ୱାରକୁ ଲାଗି ବାବାଜୀଙ୍କ ଲାଗି ମଠ ନିର୍ମାଣ କରିବାକୁ। ଆଉ ବାବାଜୀ ଛତା ତଳେ ପାନ ବିକୁଥିବାରୁ ମଠର ନାମ ବଡ଼ଛତା ମଠ ନାମକରଣ କରାଗଲା। ସେହିଦିନଠୁ ବଡ଼ଛତା ମଠରୁ ପ୍ରତିଦିନ ମହାପ୍ରଭୁଙ୍କ ଲାଗି ପାନ ଆସେ। ଚକଇ ଦାସଙ୍କ ପରେ ତାଙ୍କ ବଂଶଜ ସେହି ପାନଭଙ୍ଗା ସେବାରେ ନିୟୋଜିତ ଅଛନ୍ତି। ସାଙ୍ଗମାନେ, ଏହିଭଳି ପୁରାଣ କାହାଣୀ ଶୁଣିବାକୁ ମୋ ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଅନୁରୋଧ। ଜୟ ଜଗନ୍ନାଥ।